Hi guys, welcome to back my Bharatigal YouTube channel and ଏବଂ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆମ ସମସ୍ତଙ୍କୁ ମୋର ଶୁଭ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଅଛି। ତ ସାଙ୍ଗମାନେ ମୁଁ ଆଜି କେଉଁ ଜାଗାକୁ ଯିବି ଆଉ କେଉଁଠିକୁ ଯିବି ସେ ବିଷୟରେ ମୁଁ ଆପଣମାନଙ୍କୁ କ୍ଲିଅରରେ ଭିଡ଼ିଓ ମାଧ୍ୟମରେ କହିବି। ତ ସାଙ୍ଗମାନେ ମୁଁ ଆଜି ଯାଉଛି ମୋର ସ୍କୁଲକୁ, ଯେଉଁ ସ୍କୁଲରେ କି ମୁଁ ପାଠ ପଢ଼ୁଥିଲି ପିଲାଦିନେ ମୁଁ ପାଠ ପଢ଼ୁଥିଲି ପ୍ରଥମରୁ ପଞ୍ଚମ ଯାଏ ସେ ସ୍କୁଲକୁ ମୁଁ ଯାଉଛି। ତ ଆଜି କ'ଣ ପାଇଁ ଯାଉଛି ତାହା ମୁଁ ମଧ୍ୟ ଜଣାଇ ଦେଉଛି। ତ ଆଜି ହେଉଛି ସାଧାରଣତନ୍ତ୍ର ଦିବସ ବା ଯେ ଡକ୍ଟର ଭୀମରାव ଆମ୍ବେଦକର ଯେଉଁ ଲାଗୁ କରିଥିଲେ ଆଇନ, ସେହି ଦିବସକୁ ଆମେ ପାଳନ କରିବାକୁ ମୁଁ ସ୍କୁଲକୁ ଯାଉଛି। ତ ଏପଟେ ମୁଁ ପହଞ୍ଚିନି, ତ ମୁଁ ବାହାରିଲି, ଏବେ ବାହାରିଛି ବର୍ତ୍ତମାନ। ତ ସାଙ୍ଗମାନେ ଦେଖନ୍ତୁ, ଗାଁର ପରିବେଶ ମଧ୍ୟ ମନୋହର, ବହୁତ ସୁନ୍ଦର, ବହୁତ ଭଲ ଲାଗୁଛି। ତ ସାଙ୍ଗମାନେ ହାଲିଆ ଲାଗିଲାଣି, ତ ମୁଁ ଏବେ ବର୍ତ୍ତମାନ ବାହାରିଛି। ମୁଁ କିଛି ସମୟ ପରେ ସ୍କୁଲକୁ ପହଞ୍ଚିବି। ସ୍କୁଲକୁ ପହଞ୍ଚିଲା ପରେ ମୁଁ କ'ଣ ହେବ ସେ ବିଷୟରେ ମୁଁ କିଛି କହିବି। ତ ଆଜି ଆମ ସ୍କୁଲରେ ବହୁତ ସୁନ୍ଦର ଦେଖାଯାଉଥିବ, ପତାକା ଉତ୍ତୋଳନ ମଧ୍ୟ କରାଯିବ ବୋଧେ। ତ ସାଙ୍ଗମାନେ ଏପଟେ ଦେଖିବାକୁ ପାଇବେ, ଏପଟେ ଗୋଟେ ମଣ୍ଡପ ଗୃହଟି ଅଛି, ଏ ପାଖରେ ଧାନ ମଧ୍ୟ ଶୁଖାଯାଇଛି। ଦେଖନ୍ତୁ, ମୁଁ ବାହାରିଲି ବର୍ତ୍ତମାନ ସ୍କୁଲକୁ। ସ୍କୁଲରେ ପହଞ୍ଚିଲା ପରେ ମୁଁ ଦେଖେଇଦେବି। ତ ସ୍କୁଲରେ ମୁଁ କ'ଣ କରୁଥିଲି, କେତେ ପିଲାବେଳେ କ'ଣ କରାହେଉଥିଲା ସେ ସବୁ ମୁଁ ଭିଡ଼ିଓ ମାଧ୍ୟମରେ ଦେଖେଇଦେବି। ଏପଟେ ସକ୍ସ ବଲ୍ ଖେଳୁଛନ୍ତି, ଏପଟେ ଅଛି ଆମର କବାଡ଼ି ପଡ଼ିଆ, ଯେଉଁଟାକି ବର୍ଷକୁ ଥରେ ହୁଏ କବାଡ଼ି ଖେଳ। ତ ସାଙ୍ଗମାନେ ମୁଁ ଏବେ ବର୍ତ୍ତମାନ ଯାଉଛି ସ୍କୁଲ ପରିସରକୁ। ଆଉ ସେଠାରେ ପହଞ୍ଚିଲେ ମୁଁ ସବୁ ବିଷୟ ଦେଖେଇଦେବି, ସବୁ ଭିଡ଼ିଓ ମାଧ୍ୟମରେ ଦେଖେଇଦେବି। ହାତ ବଥା ହେଲାଣି। ଅରେ ଭାଇ ଆସ ସ୍କୁଲକୁ ଯିବା। ତ ଆଜି ସ୍କୁଲକୁ ଏବେ ମୁଁ କିଛି ସମୟ ପରେ ପହଞ୍ଚିବି। ତ ସାଙ୍ଗମାନେ ସ୍କୁଲକୁ ପହଞ୍ଚିଲା ଭିତରେ ମୁଁ ଶ୍ରେଣୀ ଗୃହ ମଧ୍ୟ ଦେଖେଇଦେବି। ମୁଁ କେଉଁ ଶ୍ରେଣୀରେ କେତେ ପଢ଼ୁଥିଲି, କେଉଁ ରୁମ୍ରେ ପଢ଼ୁଥିଲି, ତାପରେ ମୋର ଫାଷ୍ଟ ପହଞ୍ଚୁ କ'ଣ ଅଛି ସବୁ ବିଷୟରେ ଦେଖେଇଦେବି। ସାଙ୍ଗମାନେ ଦେଖିବେ। ଆଉ ତ ସାଙ୍ଗମାନେ ଆଜି ସ୍କୁଲକୁ ଯାଇକି ମୁଁ ବହୁତ ଖୁସି ଅନୁଭବ କରୁଛି ସ୍କୁଲକୁ ବାହାରିକି। କାହିଁକି ନା ମୁଁ ଆଜି ତୃତୀୟ ଥର ସାଧାରଣତନ୍ତ୍ର ଦିବସ ସେଲିବ୍ରେସନ୍ କରିବି। ଆଉ ସ୍କୁଲରେ ମାନେ ମୋର ପିଲାବେଳର କଥା ମୋର ଅନୁଭୂତି ହେବ ଯେ ମୁଁ ସ୍କୁଲରେ କ'ଣ କରୁଥିଲି, ମାନେ ବହୁତ ମନେ ପଡ଼େ ସ୍କୁଲ ବିଷୟରେ ମୁଁ ଚିନ୍ତା କଲେ। ତ ମୁଁ ଏବେ ସାଙ୍ଗମାନେ ପହଞ୍ଚିବା ପାଖାପାଖି ହେଲିଣି। ସ୍କୁଲରେ ସାଙ୍ଗମାନେ ବହୁତ କ'ଣ ମନେ ପଡ଼େ ଯେ ପିଲାବେଳେ କ'ଣ କରିବାକୁ ପଡ଼ୁଥିଲା, ତାପରେ ସ୍କୁଲରେ କ'ଣ ଦେବେ, କ'ଣ କହିବାକୁ ପଡ଼ିବ। ତ ସାଙ୍ଗମାନେ ଆମେ ସାଧାରଣତନ୍ତ୍ର ଦିବସ ଅର୍ଥ କହିଲେ ଆମେ ଗଣତନ୍ତ୍ର କହୁଛୁ। ଗଣ ଅର୍ଥ ହେଉଛି ଲୋକ ଶାସନ, ତନ୍ତ୍ର ହେଉଛି ଶାସନ। ତ ଏଇ 1950 ମସିହା ଜାନୁଆରୀ ମାସ 26 ତାରିଖରେ ଲାଗୁ କରାହେଇଥିଲା କି। ତ ସାଙ୍ଗମାନେ ଏପଟେ ଗୋଟେ ଘର ଅଛି, ଦେଖନ୍ତୁ, ସେ ଘର ହେଉଛି ଆମର ଜାରୁଗିଡୁ କହିବେ ତାକୁ। କିନ୍ତୁ ସିଙ୍ଗି। ତ ସାଙ୍ଗମାନେ ଦେଖନ୍ତୁ, ମୁଁ ବର୍ତ୍ତମାନ ସ୍କୁଲ ପାଖାପାଖି ପହଞ୍ଚିଲିଣି। କେତେ କଥା ହେଲାଣି। ଏପଟେ ଅଛି ସିଙ୍ଗି, ହାପି ରିପବ୍ଲିକ ଡେ।
तो ମୁଁ ବର୍ତ୍ତମାନ ପହଞ୍ଚି ସାରିବିଣି କାହିଁକିନା ସ୍କୁଲରେ ମାନେ ମୋ ସ୍କୁଲରେ ଆଜି ବହୁତ ବର୍ଷ ପରେ ସ୍କୁଲରେ ମୁଁ ରିପବ୍ଲିକ୍ ସେଲିବ୍ରେସନ୍ କରିବାକୁ ଯାଉଛି। ଏପଟେ ଅଛି ଆମର ଘର କେତେଟା ଦେଖିବାକୁ ପାଇବେ ବନ୍ଧୁ ସାଙ୍ଗମାନେ, ଦେଖନ୍ତୁ ଦେଖାଯାଉନି କାହିଁକିନା ଏପଟେ ହେଉଛି ଓଡ଼ିଆ ସାହି। ଏପଟେ ମୁଁ ବର୍ତ୍ତମାନ ପହଞ୍ଚି ସାରିବିଣି ସ୍କୁଲକୁ କିଛି ସମୟ ପରେ। ତ ସାଙ୍ଗମାନେ ମୁଁ ଏଠି ପିଲାମାନେ ମୋ ପଛରେ ଅଛନ୍ତି, ରୋରେ ପିଲାମାନେ ମିଶିକି ଯିବା। ତ ଆଗରେ ପିଲାମାନେ ମଧ୍ୟ ଅଛନ୍ତି ଦେଖିବେ। ହଁ ଗଡ୍ ପହଞ୍ଚି ସାରିଲି ସ୍କୁଲକୁ କହିଲେ ଚଳେ କାହିଁକିନା ମୋ ସ୍କୁଲ। ତ ସ୍କୁଲରେ ଆଜି ବହୁତ ବର୍ଷ ପୂର୍ବରୁ ପିଲାମାନେ ଆଗକୁ ତ ଏପଟେ ମୁଁ ସ୍କୁଲରେ ପହଞ୍ଚି ସାରିବିଣି କାହିଁକିନା ସ୍କୁଲ ପିଲାମାନେ ଏବେ ନଗର ପରିକ୍ରମା କରୁଛନ୍ତି ଦେଖିବାକୁ ପାଇବେ। ପିଲାମାନେ ପିଲାମାନେ ନଗର ପରିକ୍ରମା କରୁଛନ୍ତି, ବହୁତ ମନୋହର ଲାଗୁଛି ନଗର ପରିକ୍ରମାରେ। ମ୍ୟାମ୍ ଟିକେ କହିଦିଅନ୍ତୁ ସାଧାରଣତନ୍ତ୍ର ଦିବସ ବିଷୟରେ, ଟିକେ କହିଦିଅନ୍ତୁ। ଆଜି ହେଉଛି ଜାନୁଆରୀ 26 ସାଧାରଣତନ୍ତ୍ର ଦିବସ। ଆମର ଦେଶ ସାରା ପ୍ରତ୍ୟେକ ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି, ପତାକା ଉତ୍ତୋଳନ କରାଯାଉଛି। ଡକ୍ଟର B.R. ଆମ୍ବେଦକର ଆମର ସମ୍ବିଧାନ ପ୍ରଣୟନ କରିଥିଲେ। 1950 ମସିହା ଜାନୁଆରୀ 26 ତାରିଖରେ ଏହି ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଏହି ଦିନଟିକୁ ମନେ ରଖିବା ପାଇଁ ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସକୁ ପାଳନ କରାଯାଉଛି। ଧନ୍ୟବାଦ। ଆଜ୍ଞା, ଆମେ ଏବେ ଶୁଣିବାକୁ ପାଉଥିଲୁ ତ 1950 ମସିହା ଜାନୁଆରୀ 26 ତାରିଖ 26 ଦିନ ମଧ୍ୟରେ ଆମର ସମ୍ବିଧାନ ଲାଗୁ କରିଥିଲେ ଡକ୍ଟର B.R. ଆମ୍ବେଦକର ରାଓ। ସେ ବିଷୟରେ ଆମେ ମଧ୍ୟ ମ୍ୟାଡ଼ାମ୍ କହୁଥିଲେ। ତ ମୋତେ ବି ଅନୁଭବ ଲାଗୁଛି ଯେ ମୁଁ ସ୍କୁଲରେ ପ୍ରଥମ ଥର ଆସିଲା ଭଳିଆ ଲାଗୁଛି। ମୁଁ ଏ ସ୍କୁଲରେ ମାନେ 5 ବର୍ଷ ପର୍ଯ୍ୟନ୍ତ ମାନେ ପାଠ ପଢ଼ିଥିଲି, ମାନେ ଆଗରେ ମୁଁ ପଢ଼ିଥିଲି, କିନ୍ତୁ ଆମ ପିଲାମାନେ ମଧ୍ୟ ଏ ସ୍କୁଲରେ ପାଠ ପଢ଼ିବେ ମୋର ଆଶା ଲାଗୁଛି, ମୋର ବିଶ୍ୱାସ ଅଛି। ମୁଁ ଦେଖେଇବି ସ୍କୁଲ ପରିସରକୁ ମୁଁ ମଧ୍ୟ ପହଞ୍ଚି ସାରିଲିଣି। ତ ସ୍କୁଲରେ ପିଲାମାନେ ନଗର ପରିକ୍ରମା କରୁଥିଲେ ସ୍କୁଲରୁ ଗାଁ ପର୍ଯ୍ୟନ୍ତ। ତ ମୁଁ ପହଞ୍ଚି ସାରିଲିଣି ସ୍କୁଲକୁ, ସ୍କୁଲ ବିଦ୍ୟାଳୟ ହତାକୁ। ମାନେ ମୁଁ ସ୍କୁଲ ଭିତରେ କ'ଣ କ'ଣ ଅଛି ସବୁ ଦେଖେଇଦେବି ସାଙ୍ଗମାନେ। ଏବେ ଦେଖିବେ ମୁଁ ଫାଷ୍ଟ ଏଣ୍ଟ୍ରି କରୁ ଗେଟ୍ଟେ ମଧ୍ୟ ପଡ଼ିଯାଉଛି, ଗେଟ୍ ଗୋଟେ ଅଛି ଦେଖିବେ। ଏପଟେ ସ୍କୁଲକୁ ବହୁତ ସୁନ୍ଦର ଭାବରେ ସଜା ହେଇଛି। ନମସ୍କାର। ତ ସ୍କୁଲ ମାଧ୍ୟମରେ ସ୍କୁଲରେ ଯେଉଁ ପତାକା ଉତ୍ତୋଳନ କରିବେ ସେଇଟା ବନ୍ଧା ଚାଲିଛି। ମ୍ୟାମ୍ ଟିକେ ସାଧାରଣତନ୍ତ୍ର ଦିବସ ବିଷୟରେ କିଛି ଦିଅନ୍ତୁ ଭାରତବାସୀଙ୍କୁ। ସାନ ମା ଟିକେ କୁହ କିଛି। ତ ଏପଟେ ପତାକା ବନ୍ଧା ଚାଲିଛି। ମୁଁ ଫାଷ୍ଟ କେଉଁ ରୁମ୍ରେ ପାଠ ପଢ଼ୁଥିଲି ସେ ସବୁ ଦେଖେଇଦେବି। ସ୍କୁଲ ଏବେ ବହୁତ ସୁନ୍ଦର ଭାବରେ ଦେଖାଯାଉଛି। ଆମ ବେଳରେ ଏମିତି ତ ନଥିଲା। ଏବେ ପ୍ରଥମେ ତ ମୁଁ ଏ ସ୍କୁଲରେ ପାଠ ପଢ଼ୁଥିଲି। ଫାଷ୍ଟ ମୋର ଏଇ କ୍ଲାସ୍ ମାନେ ପ୍ରଥମ ଶ୍ରେଣୀରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ରେ ପାଠ ପଢ଼ୁଥିଲି। ତ ଏପଟେ ଅଛି ଆମର ଗୋଟେ ୱାଲ୍ ବନ୍ଧା ହେଇଛି। ଏପଟେ ବିଭିନ୍ନ ପ୍ରକାର ଅଙ୍କନ କରାଯାଇଥିଲା, ଏବେ ସବୁ ଲିଭି ଦିଆଯାଇଛି। ଏପଟେ ଦେଖିବେ ଏପଟେ ସବୁ ଅଛି, ବିଭିନ୍ନ ପ୍ରକାର ଫ୍ୟାନ୍ ଲାଗିଛି, ଆଉ ବ୍ଲାକ୍ ବୋର୍ଡ଼ ମଧ୍ୟ ଅଛି।
तो एपटे क्लास मु मोर पाठ करूली कहीं बंद अच्छी बोधे एपटे देखिए तो गछ गछ मध्यम केते सुंदर मनोहर देखा जाଉଛି स्कूल टी बहुत बहुत भल लगुच तो एपटे हूँ आमर रोसई रूम जोटा कि रोसई करा जाଉଛି ए रोसई शाल एबे एबे चेंज हो जाइए आगे बहुत पुराना थिला मु एई कांथ पाखरे बसिकी भात खाउथिली तो ए क्लास रूम तो मु पाठ पढ़ुनथली किंतु ए बहुत भल बहुत सुंदर देखा जाଉଛି ए नलकटे देखिए ये नलकटे अच्छी ए नलक देखु नलकटी बहुत पुराना नलक आम स्कूल कालर पुराना नलक ये गछ गोटे थिला कटा होती एपटे गछ जाक थिले एपटे गछ थिला ए लाइन रे पूरा गछ थिला तो सांग माने भिडियोटी भल लगिले लाइक शेयर सब्सक्राइब करने को भूलिए ना तो आज भिडियोटी केमती लगिला आपण मैंने मत कमेंट माध्यम जनइबे सो रखुची तो बहु जय हिंद।